ସୁରଭି 2025 ନିମନ୍ତେ ପ୍ରବନ୍ଧ ଲିଖନ। ଏହାର ଟପିକଟି ହେଉଛି ଆଧୁନିକତା, ପ୍ରଯୁକ୍ତି ବିଦ୍ୟା ଓ ସମୃଦ୍ଧ ଓଡ଼ିଶା। ଆସନ୍ତୁ ଏକ ସୁନ୍ଦର ପ୍ରବନ୍ଧ ଆମେ ଏଠାରେ ଲେଖିବା। ଆଧୁନିକତା ଓ ପ୍ରଯୁକ୍ତି ବିଦ୍ୟା ହେଉଛି ଆଜିର ବିଶ୍ୱର ମୂଳ ସ୍ତମ୍ଭ। ଏହା ମାନବ ଜୀବନକୁ ସରଳ କରିବା ସହିତ ଅର୍ଥନୈତିକ, ସାମାଜିକ ଓ ସାଂସ୍କୃତିକ ବିକାଶର ମାର୍ଗ ପ୍ରଶସ୍ତ କରୁଛି। ଓଡ଼ିଶା ଭଳି ଏକ ପ୍ରାଚୀନ ସଂସ୍କୃତି ଓ ପ୍ରାକୃତିକ ସମ୍ପଦରେ ପରିପୂର୍ଣ୍ଣ ରାଜ୍ୟ ପାଇଁ ଆଧୁନିକତା ଓ ପ୍ରଯୁକ୍ତି ବିଦ୍ୟାର ସମନ୍ୱୟ ସମୃଦ୍ଧିର ଚାବିକାଠି ହୋଇପାରିବ। ଏଠାରେ ଆମେ ହେଡିଂ ଦେବା ଆଧୁନିକତା ଓ ପ୍ରଯୁକ୍ତି ବିଦ୍ୟାର ଅର୍ଥ ଓ ମହତ୍ତ୍ୱ। ଆଧୁନିକତା ହେଉଛି ପରିବର୍ତ୍ତନର ଏକ ପ୍ରକ୍ରିୟା, ଯାହା ପୁରାତନ ପ୍ରଥାକୁ ଆଧୁନିକ ଜ୍ଞାନ ସହିତ ମିଶ୍ରଣ କରି ନୂତନ ଜୀବନଶୈଳୀ ସୃଷ୍ଟି କରେ। ପ୍ରଯୁକ୍ତି ବିଦ୍ୟା ହେଉଛି ଏହାର ମୂଳ ଉପକରଣ, ଯେପରିକି ଇଣ୍ଟରନେଟ୍, ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଯେଉଁଟାକୁ ଆମେ AI ବୋଲି କହୁଛେ, ରୋବୋଟିକ୍ସ, ବାୟୋଟେକ୍ନୋଲୋଜି ଇତ୍ୟାଦି। ଏହି ଦୁଇଟିର ସମନ୍ୱୟ ଦେଶର ବିକାଶରେ କ୍ରାନ୍ତିକାରୀ ଭୂମିକା ଗ୍ରହଣ କରିଛି। ଉଦାହରଣ ସ୍ୱରୂପ ଭାରତର ଅନ୍ୟ ରାଜ୍ୟଗୁଡ଼ିକ ଯେପରିକି କର୍ଣ୍ଣାଟକ ଓ ତାମିଲନାଡୁ ପ୍ରଯୁକ୍ତି ବିଦ୍ୟା ଉପରେ ନିର୍ଭର କରି ଅର୍ଥନୈତିକ ସମୃଦ୍ଧି ହାସଲ କରିଛନ୍ତି। ଓଡ଼ିଶା ପାଇଁ ଏହା ଏକ ଆଦର୍ଶ ହୋଇପାରିବ। ଓଡ଼ିଶାର ପ୍ରାକୃତିକ ସମ୍ପଦ ଯେପରିକି ଖଣିଜ ସମ୍ପଦ, ଜଙ୍ଗଲ, ସମୁଦ୍ର ଓ କୃଷି ଭୂମି ଆଧୁନିକ ପ୍ରଯୁକ୍ତି ବିଦ୍ୟା ସହିତ ଯୋଡ଼ି ହେଲେ ଏହାକୁ ସମୃଦ୍ଧ କରିପାରିବ। ଉଦାହରଣ ସ୍ୱରୂପ ଡ୍ରୋନ୍ ଟେକ୍ନୋଲୋଜି କୃଷିରେ ବ୍ୟବହାର କରି ଫସଲର ନିରୀକ୍ଷଣ ଓ ସ୍ପ୍ରେ କରିବା ଦ୍ୱାରା ଉତ୍ପାଦନ ବଢ଼ାଇ ପାରିବା। ସେହିପରି AI ଭିତ୍ତିକ ସ୍ମାର୍ଟ ସିଟି ଯୋଜନା ଭୁବନେଶ୍ୱର ଓ କଟକକୁ ଆଧୁନିକ ନଗରୀରେ ପରିଣତ କରିପାରିବ। ତାପରେ ଆଉ ଗୋଟିଏ ପଏଣ୍ଟ ଦେବା ବା ହେଡିଂ ଦେବା। ଦେଖନ୍ତୁ, ଓଡ଼ିଶାରେ ପ୍ରଯୁକ୍ତି ବିଦ୍ୟାର ଭୂମିକା ଓ ସମୃଦ୍ଧିର ମାର୍ଗ। ଓଡ଼ିଶାର ଅର୍ଥନୀତି ମୁଖ୍ୟତଃ କୃଷି, ଖଣିଜ ଉଦ୍ୟୋଗ ଓ ପର୍ଯ୍ୟଟନ ଉପରେ ନିର୍ଭରଶୀଳ। ଆଧୁନିକ ପ୍ରଯୁକ୍ତି ବିଦ୍ୟା ଏହି କ୍ଷେତ୍ରଗୁଡ଼ିକରେ କ୍ରାନ୍ତି ଆଣିପାରିବ। ପ୍ରଥମେ କୃଷି କ୍ଷେତ୍ରରେ ପ୍ରଯୁକ୍ତି ବିଦ୍ୟାର ବ୍ୟବହାର ସମ୍ପର୍କରେ ଆଲୋଚନା କରିବା। ଓଡ଼ିଶାର ଅଧିକାଂଶ ଲୋକ କୃଷି ଉପରେ ନିର୍ଭରଶୀଳ, କିନ୍ତୁ ପାରମ୍ପରିକ ପଦ୍ଧତି ଯୋଗୁଁ ଉତ୍ପାଦନ କମ୍ ହେଉଛି। ଆଧୁନିକ ପ୍ରଯୁକ୍ତି ବିଦ୍ୟା ଯେପରିକି GPS ଭିତ୍ତିକ ଟ୍ରାକ୍ଟର, ସେନ୍ସର ଭିତ୍ତିକ ଜଳସେଚନ ଓ ବିଗ୍ ଡାଟା ଆନାଲିସିସ୍ ଦ୍ୱାରା ଫସଲର ଉତ୍ପାଦନ ବଢ଼ାଇ ପାରିବା। ଏହା କୃଷକମାନଙ୍କ ଆୟ ବଢ଼ାଇ ରାଜ୍ୟର ସମୃଦ୍ଧି ବଢ଼ାଇବ। ଦ୍ୱିତୀୟତଃ ଉଦ୍ୟୋଗ କ୍ଷେତ୍ରରେ ଓଡ଼ିଶାରେ ପୋସ୍କୋ, ଟାଟା ଷ୍ଟିଲ୍ ଭଳି ବଡ଼ ଉଦ୍ୟୋଗ ଅଛି, କିନ୍ତୁ ଆଧୁନିକ ପ୍ରଯୁକ୍ତି ବିଦ୍ୟା ଯେପରିକି ରୋବୋଟିକ୍ସ ଓ ଅଟୋମେସନ ବ୍ୟବହାର କରି ଉତ୍ପାଦନ ବଢ଼ାଇ ପାରିବା। ଏହା ରୋଜଗାର ସୃଷ୍ଟି କରିବ ଓ ରାଜ୍ୟର GDP ବଢ଼ାଇବ। ତୃତୀୟତଃ ପର୍ଯ୍ୟଟନ କ୍ଷେତ୍ରରେ କୋଣାର୍କ, ପୁରୀ, ଚିଲିକା ଭଳି ସ୍ଥାନଗୁଡ଼ିକୁ ଭର୍ଚୁଆଲ ରିଆଲିଟି ବା VR ଓ ଆପ୍ ଭିତ୍ତିକ ଗାଇଡ୍ ଦ୍ୱାରା ପ୍ରଚାର କରି ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିପାରିବା। ଏହା ରାଜ୍ୟର ଆୟ ବଢ଼ାଇବ।
ଶିକ୍ଷା ଓ ସ୍ୱାସ୍ଥ୍ୟ କ୍ଷେତ୍ରରେ ମଧ୍ୟ ପ୍ରଯୁକ୍ତି ବିଦ୍ୟାର ଭୂମିକା ଗୁରୁତ୍ୱପୂର୍ଣ୍ଣ। ଇ ଲର୍ଣ୍ଣିଂ ପ୍ଲାଟଫର୍ମ ଦ୍ୱାରା ଗ୍ରାମୀଣ ଛାତ୍ରଛାତ୍ରୀମାନଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ କରିପାରିବା। ଟେଲିମେଡିସିନ ଦ୍ୱାରା ଦୂରବର୍ତ୍ତୀ ଅଞ୍ଚଳରେ ସ୍ୱାସ୍ଥ୍ୟ ସେବା ଉନ୍ନତ ହେବ। ଏହା ଓଡ଼ିଶାକୁ ସମୃଦ୍ଧ ଓ ସମତୁଲ୍ୟ ରାଜ୍ୟରେ ପରିଣତ କରିବ। ତାପରେ ନେକ୍ସଟ ଦେଖିବା ଚ୍ୟାଲେଞ୍ଜ ଓ ସମାଧାନ। ଆଧୁନିକତା ଓ ପ୍ରଯୁକ୍ତି ବିଦ୍ୟାର ଲାଭ ଅନେକ ଥିଲେ ମଧ୍ୟ ଚ୍ୟାଲେଞ୍ଜ ମଧ୍ୟ ଅଛି। ଡିଜିଟାଲ ଡିଭାଇଡ୍ ଯୋଗୁଁ ଗ୍ରାମୀଣ ଅଞ୍ଚଳରେ ଇଣ୍ଟରନେଟ ସେବା ସଠିକ ଭାବରେ ପହଞ୍ଚି ପାରୁନାହିଁ, ଯାହା ସମୃଦ୍ଧିରେ ବାଧା ସୃଷ୍ଟି କରେ। ସାଇବର ସିକ୍ୟୁରିଟି ଓ ପ୍ରାଇଭେସି ସମସ୍ୟା ମଧ୍ୟ ଉଭା ହୋଇପାରେ। ରୋଜଗାର ହରାଇବାର ଭୟ ଅଟୋମେସନ ଯୋଗୁଁ ମଧ୍ୟ ରହିଛି। ଏହି ଚ୍ୟାଲେଞ୍ଜ ଗୁଡ଼ିକର ସମାଧାନ ପାଇଁ ସରକାର ଓ ସମାଜର ସହଯୋଗ ଆବଶ୍ୟକ। ଓଡ଼ିଶା ସରକାର ଡିଜିଟାଲ ଓଡ଼ିଶା ଯୋଜନା ଭଳି ପଦକ୍ଷେପ ନେଇ ଇଣ୍ଟରନେଟ ଉପଲବ୍ଧତା ବଢ଼ାଇ ପାରିବେ। ସ୍କିଲ୍ ଡେଭଲପମେଣ୍ଟ ପ୍ରୋଗ୍ରାମ ଦ୍ୱାରା ଯୁବକ ଯୁବତୀମାନଙ୍କୁ ପ୍ରଯୁକ୍ତି ବିଦ୍ୟାରେ ପ୍ରଶିକ୍ଷଣ ଦେଇ ରୋଜଗାର ସୃଷ୍ଟି କରିପାରିବେ ବା ହୋଇପାରିବ। ପରିବେଶ ସୁରକ୍ଷାକୁ ଧ୍ୟାନରେ ରଖି ସଷ୍ଟେନେବୁଲ ଟେକ୍ନୋଲୋଜି ବ୍ୟବହାର କରିବା ଉଚିତ। ବର୍ତ୍ତମାନ ଉପସଂହାର ଦେଖିବା। ଆଧୁନିକତା ଓ ପ୍ରଯୁକ୍ତି ବିଦ୍ୟା ଓଡ଼ିଶାକୁ ସମୃଦ୍ଧ କରିବାର ଶକ୍ତିଶାଳୀ ଉପାୟ। ଏହା ନା କେବଳ ଅର୍ଥନୈତିକ ବିକାଶ ଆଣିବ, ବରଂ ସାମାଜିକ ସମତା ଓ ସାଂସ୍କୃତିକ ଉନ୍ନତି ମଧ୍ୟ ସୁନିଶ୍ଚିତ କରିବ। କିନ୍ତୁ ଏହାର ସଫଳତା ନିର୍ଭର କରୁଛି ସଠିକ ଯୋଜନା ଓ କାର୍ଯ୍ୟାନ୍ୱୟନ ଉପରେ। ଆସନ୍ତୁ ଆମେ ସମସ୍ତେ ଏକାଠି ହୋଇ ଏକ ସମୃଦ୍ଧ ଓ ଆଧୁନିକ ଓଡ଼ିଶା ଗଢ଼ିବା ପାଇଁ ପ୍ରତିଜ୍ଞା କରିବା। ଏହାଦ୍ୱାରା ଓଡ଼ିଶା ଭାରତର ଏକ ଅଗ୍ରଣୀ ରାଜ୍ୟରେ ପରିଣତ ହେବ। ଏଇଠାରେ ଆମର ପ୍ରବନ୍ଧଟି ସରିଯାଇଛି। ଯଦି ଆପଣଙ୍କୁ ଭିଡ଼ିଓଟି ଭଲ ଲାଗିଥାଏ ଆପଣ ଭିଡ଼ିଓକୁ ଲାଇକ୍ କରନ୍ତୁ, ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବାକୁ ଭୁଲନ୍ତୁ ନାହିଁ। ତା ସହିତ ୟୁଟ୍ୟୁବର ଯେଉଁ ନୂଆ ଫିଚର ଆସିଛି ହାଇପ୍, ଆପଣ ଚାହିଁଲେ ମୋ ଭିଡ଼ିଓକୁ ହାଇପ୍ ମଧ୍ୟ କରିପାରିବେ। ଏବଂ ଆଗରୁ ଆମ ଚ୍ୟାନେଲରେ ପ୍ରବନ୍ଧ, କୁଇଜ, ଏସେ, ଡିବେଟ୍ ସବୁ ଭିଡ଼ିଓ ଅପଲୋଡ଼ ହୋଇସାରିଛି। ଯଦି ଆପଣଙ୍କର ସେଗୁଡ଼ିକ ଦରକାର ସେଗୁଡ଼ିକୁ ମଧ୍ୟ ଦେଖିପାରିବେ। ବହୁତ ବହୁତ ଧନ୍ୟବାଦ।